ଗତକାଲି ମିଟିଂରେ ରମେଶ ବାବୁ ଆସିନଥିବାର କାରଣ ଥିଲା କାଲି ଗୋଟେ ମିଟିଂ ଚାଲିଥିଲା। ମିଟିଂ ଚାଲିଲା ସମୟରେ ମୋ ସାଙ୍ଗରେ ଫୋନ୍ରେ କଥାବାର୍ତ୍ତା ହେଇଥିଲେ, ଇନଚାର୍ଜ ସାଙ୍ଗରେ କଥା ହେଇଥିଲେ, ରମ ସିଏପି ସାଙ୍ଗରେ କଥାବାର୍ତ୍ତା ହେଇଥିଲେ। ତାଙ୍କୁ ନେଇକି ଆଜି ଖବରକାଗଜରେ ଅନୁପସ୍ଥିତ ଥିଲେ ବୋଲି ବାହାରି ଯାଇଛି। ସେମିତି କିଛି ନୁହଁ। ଇଜ୍ ଏ ଷ୍ଟ୍ରଙ୍ଗ କଂଗ୍ରେସମ୍ୟାନ୍। କଂଗ୍ରେସରେ ଦୃଢ଼ତାର ସହିତ ଅଛନ୍ତି ଏବଂ କାମ କରିବେ। ଆଉ କଂଗ୍ରେସରେ ସମସ୍ତେ 14 ଜଣ ଏକ ଅଛନ୍ତି ଏବଂ ଜଣେ ଇଣ୍ଡିପେଣ୍ଡେଣ୍ଟ ସାଙ୍ଗରେ ମଧ୍ୟ ଆମର କଥାବାର୍ତ୍ତା ହେବ। ଆଉ ସେ ମଧ୍ୟ ରହିବେ। ଆମେ 15 ଜଣ ଇଣ୍ଟାକ୍ଟ ରହିବେ। ଆମର କଟକ ସିଟି ବିଧାୟିକା ମଧ୍ୟ ଆସିବେ, ଆମେ କଥାବାର୍ତ୍ତା ହେବେ। ଯେ ମିଡ଼ିଆରେ ଗୋଟେ ହାଉଲିଂ ହେଉଛି, କାଲି ମୋର ସଭା ସମିତି ସେପଟେ 2ଟି ପୂର୍ବରୁ ଫିକ୍ସ ହେଇଯାଇଥିଲା। ମୁଁ ପହଞ୍ଚିବା ପାଇଁ ଚେଷ୍ଟା କଲି କିନ୍ତୁ 3ଟା ଭିତରେ ପହଞ୍ଚି ପାରିଲିନି। କିନ୍ତୁ ସେ ସଭାରେ ମୁଁ ଆମ ସଭାପତିଙ୍କ ସାଙ୍ଗରେ କଥା ହେଇଛି, ଆମର ପ୍ରଭାରୀଙ୍କ ସାଙ୍ଗରେ କଥା ହେଇଛି, ସମସ୍ତଙ୍କ ସାଙ୍ଗରେ କଥାବାର୍ତ୍ତା ହେଇଥିଲି। ମୁଁ ତ ଆସିଲା ବେଳେ ଲେଟ୍ ହେଇଗଲା, ସେଥିପାଇଁ ଆଜି ଦାଦାଙ୍କ ପାଖକୁ ଆସିକି ଆମେ କଥାବାର୍ତ୍ତା ହେଲୁ। ଯେଉଁ ମିଡ଼ିଆରେ ଯେଉଁ ଗୋଟେ ଜିନିଷ ହାଉଲିଂ ହେଉଛି ତା ସମ୍ପୂର୍ଣ୍ଣ ମିଛ। ଆମେ କଂଗ୍ରେସ ଦଳ ଏକ ହେଇକି ଅଛୁ। ଆଉ ଦଳ ଯାହା ନିଷ୍ପତ୍ତି ନେବେ ତାକୁ ଆମେ କାର୍ଯ୍ୟକାରୀ କରିବୁ। ଦଳ ଯାହାକୁ ନିଷ୍ପତ୍ତି କରୁଛନ୍ତି ତାକୁ ଆମେ କମନ୍ କ୍ୟାଣ୍ଡିଡେଟ୍ ହଉ ଯିଏ ହଉ ନା କାହିଁକି ତାଙ୍କୁ ଦେବାକୁ ଆମେ ବାଧ୍ୟ। କଂଗ୍ରେସ ବିଧାୟକମାନେ ବହୁତ ଶୃଙ୍ଖଳା ଅଛନ୍ତି। ଅନ୍ୟ ଦଳର ବିଧାୟକମାନଙ୍କୁ ଦେଖନ୍ତୁ କେତେ ବିଶୃଙ୍ଖଳା ଅଛନ୍ତି। କହିବେ ବିବ୍ରତିଆ କରିବା ପାଇଁ ଏସବୁ ବାହାସ୍ପଟ ମାରୁଛନ୍ତି। କିଛି ହେବାର ନାହିଁ, କିଛି କରିପାରିବେନି। କଂଗ୍ରେସ ଦଳ ଏକ ଅଛି, ନିଷ୍ପତ୍ତି ଯାହା ନିଅନ୍ତି ତା କାର୍ଯ୍ୟ କରନ୍ତି। ଏସବୁ ମିଡ଼ିଆରେ ହାଉଲିଂ ଗୋଟେ ଥିଲା, ଯାହା ଆପଣଙ୍କ ମାଧ୍ୟମରେ ଗୋଟେ ବାର୍ତ୍ତା ଗଲା ଲୋକଙ୍କ ପାଖକୁ ଯେ ମୁଁ ଦାଦାଙ୍କୁ ବଡ଼ ଭାଇ ହିସାବରେ ରେସ୍ପେକ୍ଟ ଦିଏ ବହୁତ ଆଗରୁ ମଧ୍ୟ ସମ୍ପର୍କ କେବେ ସେମିତି ନୁହେଁ। ମୁଁ କାର୍ଯ୍ୟ ବ୍ୟସ୍ତତା ରୁହେ, ଆମ ଜିଲ୍ଲାରେ ବହୁତ ମାସ ଧରି ପ୍ରୋଗ୍ରାମ ରୁହେ, ତ ଭୁବନେଶ୍ୱର ଆସିବାଟା କମିଯାଏ। ତ ଆପଣମାନେ ଭାବୁଥିବେ ସେୟା।